ବାରିପଦା ଦାରୋଗାଡାଇ ସ୍ଥିତ ତୁଳସୀ ମଣ୍ଡପଠାରେ ମୟୂର କଳାଭୂମି ଆନୁକୂଲ୍ୟରେ ଚାଲିଥିବା 3 ଦିନିଆ ମାଗଣା ନୃତ୍ୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବରେ ଜୟଦୁର୍ଗା ଫାଉଣ୍ଡେସନର ଚେୟାରମ୍ୟାନ୍ ଡକ୍ଟର ସୁରେଶ୍ୱରୀ ସାଗରିକା ଜେନା, ୟୁରୋ କିଡ୍ସ ଏବଂ ହୋଟେଲ ଲିବିଆ ନିର୍ଦ୍ଦେଶକ ସୁନିତା ଦିବେଲା, ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ସାମ୍ବାଦିକ ଦୀପକ କୁମାର ନାୟକ, ପୂର୍ବତନ ଯୁବ ବିଜେଡି ରାଜ୍ୟ ଉପସଭାପତି ତଥା ରଞ୍ଜି ଖେଳାଳି ଲଲାଟେନ୍ଦୁ ବେହେରା, ସାମ୍ବାଦିକ ସୈୟଦ ସିରାଜୁଦ୍ଦିନ ପ୍ରମୁଖ ଯୋଗଦେଇ ପିଲାମାନଙ୍କର ପ୍ରତିଭାର ବିକାଶ ପାଇଁ ଏଭଳି କର୍ମଶାଳା ବେଶ୍ ସହାୟକ ହେବ ବୋଲି କହିଥିଲେ। ନୃତ୍ୟ ପ୍ରଶିକ୍ଷକ ଭାବରେ ଜାମଶେଦପୁରର ବିଶିଷ୍ଟ ନୃତ୍ୟ କୋରିଓଗ୍ରାଫର ଏସ୍.କେ. ସାହିଲ ଯୋଗଦେଇ 3 ଦିନ ଧରି ଶତାଧିକ ଶିବିରାର୍ଥୀଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡକ୍ଟର ସୁରେଶ୍ୱରୀ ସାଗରିକା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମର୍ଥ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ସହ ମେଡେଲ ପ୍ରଦାନ କରାଯାଇଥିବା ବେଳେ କର୍ମଶାଳା ପ୍ରଦର୍ଶନରେ ପ୍ରଥମ ସ୍ଥାନ ହାସଲ କରିଥିବା ସୃଷ୍ଟି ସାନ୍ଭି ପାତ୍ର, ଦ୍ୱିତୀୟ ଦିବ୍ୟଜ୍ୟୋତି ଏବଂ ତୃତୀୟ ସତ୍ୟପ୍ରକାଶ ବାରିକଙ୍କୁ ସ୍ୱତନ୍ତ୍ର ଭାବରେ ପୁରସ୍କୃତ କରାଯାଇଥିଲା। ମୟୂର କଳାଭୂମି ଅନୁଷ୍ଠାନର ଅର୍ଜୁନ ହାଂସଦା ମଞ୍ଚ ପରିଚାଳନା କରିଥିବା ବେଳେ ଦିଲ୍ଲୀପ କୁମାର ପାତ୍ରଙ୍କ ନେତୃତ୍ୱରେ ଦୀପା ସିଂ, ଧୀରଜ ପାଢ଼ୀ, ତରୁଣ ପରମାଣିକ, ମନୋଜ ମହାନ୍ତପୁର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ମୟୂରଭଞ୍ଜରୁ ବ୍ୟୁରୋ ଚିଫ୍ ମୁରାରୀ ମୋହନ ମହାପାତ୍ରଙ୍କ ରିପୋର୍ଟ, G9 ଓଡ଼ିଆ।